ଏଇ ମାଉସୀଠୁ ବୁଧବାରିଆ ଶୁକ୍ରବାରିଆ ମୁଁ ମାଛ କିଣେ। ବେଳେ ବେଳେ ମାଉସୀ ମାଛ କାଟିକି ଦେଇଦିଏ। ଆଜି ମାଛ କାଟୁ କାଟୁ ଆଉ ଏଣୁ ତେଣୁ ଗପୁ ଗପୁ ମୁଁ କହି ପକେଇଲି, ଘରେ ତ 4ଟା ପ୍ରାଣୀ, ଏତେ ମାଛ କିଏ ଖାଇବ? ସେ କଥାଟାକୁ ଧରିଲା ଆଉ ପଚାରିଲା, କିଏ କିଏ ଅଛ ଘରେ? ମୁଁ କହିଲି, ଶାଶୁ ଶ୍ୱଶୁର, ମୁଁ ଆଉ ମୋ ପୁଅ। ସେ ପଚାରିଲା, ଜ୍ୱାଇଁ କୋଉଠି? ମୁଁ ମୋର ଶଙ୍ଖା ନଥିବା ହାତ ତାକୁ ଦେଖେଇ କହିଲି, ଜ୍ୱାଇଁ ନାହାନ୍ତି। ବୁଢ଼ୀ ଠପକିନା ରହିଗଲା। ମୋ ପୁଅକୁ ଗୋଡ଼ରୁ ମୁଣ୍ଡ ଯାଏଁ ଚାହିଁଲା ଆଉ କହିଲା, ସକାଳେ ତାକୁ କଣ ଖାଇବାକୁ ଦେଇଥିଲୁ? ମୁଁ କହିଲି, ସୁଜି। ସେ ପଚାରିଲା, ତୁ କଣ ଖାଇଥିଲୁ? ମୁଁ କହିଲି, ଛତୁଆ। ସେ ଚୁପଚାପ କଟା ମାଛ ମୋ ହାତକୁ ବଢେଇ ଦେଲା, ପଇସା ନେଲା। ମୁଁ କିନ୍ତୁ ବହୁତ କିଛି ପ୍ରଶ୍ନ ତାଠୁ ଆଶା କରୁଥିଲି। ସେ କିଛି ପଚାରିଲାନି, ଚୁପ ରହିଲା। ବୋଧେ ସିନ୍ଦୁରର ରହିବା ଆଉ ନ ରହିବାର ମହତ୍ଵ ବୁଝି ସାରିଥିଲା ସିଏ, ଆଉ ଓଜନ ମାପୁଥିଲା ଗୋଟେ ନାରୀର। Download ShareChat.